ପାଢ଼ୀ ହିଞ୍ଜଳି ନିର୍ବାଚନ ମଣ୍ଡଳୀର ଭାରତୀୟ ଜାତୀୟ କଂଗ୍ରେସର ବିଧାୟକ ପ୍ରାର୍ଥୀ। ଦେଖନ୍ତୁ ଗତ କାଲିଠୁ ଆଜି ପର୍ଯ୍ୟନ୍ତ ଯେଉଁ ଆମର ଓବିସି ଆଉ ସେଡ୍ୟୁଲ୍ କାଷ୍ଟ ସେଡ୍ୟୁଲ୍ ଟ୍ରାଇବ୍ ପାଇଁ ଯାହା ଧାରଣା ହେଇଥିଲା ସମ୍ପୂର୍ଣ୍ଣ ଭାବେ ସକ୍ସେସ୍ ହେଇଛୁ। କ'ଣ ପାଇଁ ସମ୍ପୂର୍ଣ୍ଣ ଓଡ଼ିଶାରୁ ସବୁ ଲୋକ ଆସିଛନ୍ତି ଆଉ ସମସ୍ତେ ଭକ୍ତ ଦାସ ସଂଘ ଆମର ଯିଏ ପିସି ସଭାପତି ତାଙ୍କ ସହିତ ଏକଜୁଟ ଅଛନ୍ତି। ଯାହା ଆପଣ ଆଜି ଦେଖିଥିବେ ଜୟଦେବ ଜେନା ଥିଲେ, ଶ୍ରୀକାନ୍ତ ଜେନା ଥିଲେ, ଆମର ସମସ୍ତ ସିନିୟର ଲିଡ଼ର ଥିଲେ। ଆଉ ସେଠି ଯେତେବେଳେ ମୋତେ ସୁଯୋଗ ଦିଆହେଇଥିଲା କହିବା ପାଇଁ ଆଜି ପ୍ରଥମ ଥର କି ଗୋଟେ ରାଜ୍ୟ ସ୍ତରରେ ମୁଁ ଯାହା କହିଥିଲି ଯେ ଛାତ୍ରମାନଙ୍କୁ ଓବିସି ବା ସେଡ୍ୟୁଲ୍ କାଷ୍ଟମାନଙ୍କୁ ସେମାନଙ୍କୁ ସଂରକ୍ଷଣ ଦେଲେ ସେମାନେ ଯୋଗ୍ୟ ହେଲେ ଆଜିକାଲି କମ୍ପିଟ୍ କରିପାରିବେ। ଏଇଟା ରହିଥିଲା ପ୍ରଥମ ମୁଦ୍ଦା ମୁଁ ଯେଉଁଟା ବକ୍ତବ୍ୟରେ ମୋର କହିଥିଲି ଏବଂ ଅନ୍ୟ ନେତାମାନେ କହିଥିଲେ। ଆଉ ଶ୍ରୀକାନ୍ତ ଜେନାଜୀ କହିଥିଲେ ଯେ 54% ଦେବା ଦରକାର। ଆଉ ଏ ଯେଉଁ ସଂଘର୍ଷ ଆମର ଓବିସି ସେଡ୍ୟୁଲ୍ କାଷ୍ଟମାନଙ୍କୁ ତାଙ୍କର ନ୍ୟାଯ୍ୟ ଦାବି ପାଇଲା ପର୍ଯ୍ୟନ୍ତ ଚାଲୁ ରହିବ। ବର୍ତ୍ତମାନ ଆଜି ପାଇଁ ସ୍ଥଗିତ ରହିଲା, ବନ୍ଦ ହେଇନି। ସ୍ଥଗିତ ରହିଲା ଯେ କିନ୍ତୁ ଭାବୁଛନ୍ତି କି ଆପଣ ଦାବି ରଖିବା ଆମର ବିରୋଧୀ ଦଳର କାମ, ପୂରଣ କରିବା ସରକାର ଦଳର କାମ। ତାଙ୍କେ ପୂରଣ ନ କରିବା ପର୍ଯ୍ୟନ୍ତ ଆମର ସଂଘର୍ଷ ଜାରି ରହିବ। ସଂଘର୍ଷ ଜାରି ରହିବ। ତା ସଙ୍ଗେ ସଙ୍ଗେ ଆପଣଙ୍କର ଯଦି ରାସ୍ତାକୁ ଓହ୍ଲବୁ, ବ୍ଲକ୍ ଟୁ ବ୍ଲକ୍ ଯିବୁ, ଗାଁ ଟୁ ଗାଁକୁ ଯିବୁ, ପ୍ରତ୍ୟେକ ଜାଗାକୁ ଯିବୁ, ଯାଇକରି ଲୋକଙ୍କୁ ଜାଗୃତ କରିବୁ ଏବଂ ଏ ସରକାରକୁ ବାଧ୍ୟ କରିବୁ କରିବା ପାଇଁ।